ଅତୀତରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ କି ଜାଣିବା ପାଇଁ ଆମେ ଇତିହାସ ପଢିଥାଉ। ଆମ ଇତିହାସ ଆମ ଗର୍ବ ଓ ଗୌରବକୁ ବହନ କରିଥାଏ। ଅତୀତରେ ଆଜିର ଦିନରେ ଏମିତି ଅନେକ ଘଟଣା ଘଟିଛି ଯାହା ପରବର୍ତ୍ତୀ ସମୟରେ ଇତିହାସ ପାଲଟିଛି। ଆସନ୍ତୁ ନଜର ପକାଇବା ଆଜିର ଦିନର ଇତିହାସ ସମ୍ପର୍କରେ। ଆଜି ହେଉଛି ଇଣ୍ଟରନ୍ୟାସନାଲ ମାଉଣ୍ଟ ଏଭରେଷ୍ଟ ଡେ ବା ଅନ୍ତର୍ଜାତୀୟ ଏଭରେଷ୍ଟ ଡେ। 1953 ମସିହା ମେ ମାସ 29 ତାରିଖ ଦିନ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ନ୍ୟୁଜିଲାଣ୍ଡର ଏଲମଣ୍ଡ ହିଲାରୀ ଏବଂ ନେପାଳର ସେରେପା ତେନଜିଂ ନରୋଗେ ଏଭରେଷ୍ଟ ଶୃଙ୍ଗରେ ପଦାର୍ପଣ କରିଥିଲେ। ଏହି ସ୍ମୃତିକୁ ନେଇ ପ୍ରତିବର୍ଷ ମେ ମାସ 29 ତାରିଖକୁ ଅନ୍ତର୍ଜାତୀୟ ଏଭରେଷ୍ଟ ଡେ ଭାବେ ପାଳନ କରାଯାଉଛି। ଚୌଧୁରୀ ଚରଣ ସିଂ ହେଉଛନ୍ତି ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ। ସେ 1902 ମସିହା ଡିସେମ୍ବର 23 ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ 1987 ମସିହା ଆଜିର ଦିନରେ ମୃତ୍ୟୁବରଣ କରିଥିଲେ। ସେ ଥିଲେ ଜଣେ ଭାରତୀୟ ରାଜନେତା, କୃଷକ ନେତା, ଲେଖକ ଏବଂ ଜଣେ ସ୍ୱାଧୀନତା କର୍ମୀ, ଯିଏ ଜୁଲାଇ 1979 ମସିହାରୁ ଜାନୁଆରୀ 1980 ମସିହା ଯାଏ କିଛି ସମୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। 2024 ମସିହାରେ କେନ୍ଦ୍ର ସରକାର ତାଙ୍କୁ ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ। ଯୋଗେଶ ଗୌଡ଼ ହେଉଛନ୍ତି ଜଣେ ଲେଖକ ଏବଂ ଗୀତିକାର। ସେ 2020 ମସିହା ଆଜିର ଦିନରେ ମୃତ୍ୟୁବରଣ କରିଥିଲେ। ବଲିଉଡରେ ସେ ନିଜର ଗୀତ ପାଇଁ ବେଶ୍ ଜଣାଶୁଣା ଥିଲେ। ସେ ହିନ୍ଦୀ ସିନେମା ଆନନ୍ଦରୁ ଅଧିକ ଲୋକପ୍ରିୟ ହୋଇଥିଲେ। ଏଥିସହିତ ଅନେକ ଗୁଡ଼ିଏ ସିନେମାରେ ବି ସେ ନିଜ ଜଲୱା ଦେଖାଇଛନ୍ତି। ଯୋଗେଶଙ୍କ ଜନ୍ମ 1943 ମସିହା 19 ମାର୍ଚ୍ଚରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ହୋଇଥିଲା। ସେ 16 ବର୍ଷ ବୟସରେ କାମ ଖୋଜିବା ପାଇଁ ବମ୍ବେ ଚାଲି ଯାଇଥିଲେ। ଆଉ ତାଙ୍କର ପ୍ରଥମ ବ୍ରେକ୍ 1962 ମସିହାରେ ହୋଇଥିଲା। ସେତେବେଳେ ସେ ବଲିଉଡ ଚଳଚ୍ଚିତ୍ର ସାକ୍ଷୀ ରବିନଙ୍କ ପାଇଁ ଗୀତ ଲେଖିଥିଲେ, ଯେଉଁଥିରେ ମାନା ଦେ ଗାଇଥିବା ତୁମ ଜୋ ଆଓ ତ ପ୍ୟାର ଆ ଯାଏ ଗୀତ ରହିଥିଲା। ଯୋଗେଶ ହିକ୍ରେଶ ମୁଖାର୍ଜୀ ଏବଂ ବସୁ ଚାଟାର୍ଜୀଙ୍କ ପରି ଭାରତର କେତେକ ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସହ କାମ ମଧ୍ୟ କରିଛନ୍ତି। ଏଥିସହ ସେ ଲେଖକ ଭାବରେ ଟେଲିଭିଜନର ସିରିଏଲ ପାଇଁ ବି କାମ କରିଛନ୍ତି। ପୃଥ୍ୱୀରାଜ କପୁର ହିନ୍ଦୀ ସିନେମା ଜଗତର ଜଣେ ଅଭିନେତା ଥିଲେ। ତାଙ୍କୁ ହିନ୍ଦୀ ସିନେମାର ଅନ୍ୟତମ ପ୍ରତିଷ୍ଠାତା ବୋଲି ମଧ୍ୟ କୁହାଯାଏ। ସେ 1944 ମସିହାରେ ବମ୍ବେରେ ଅବସ୍ଥିତ ଏକ ଭ୍ରମଣକାରୀ ନାଟ୍ୟ କମ୍ପାନୀ ଭାବରେ ପୃଥ୍ୱୀ ଥିଏଟରର ପ୍ରତିଷ୍ଠା କରିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ରର କପୁର ପରିବାରର କୁଳପତି ରହିଥିଲେ, ଯାହାର 4 ପିଢ଼ି ତାଙ୍କଠାରୁ ଆରମ୍ଭ କରି ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି, ଯେଉଁଥିରେ ସବୁଠାରୁ ଯୁବପିଢ଼ି ଭାବେ ଏବେ ବି ବଲିଉଡରେ ସକ୍ରିୟ ରହିଛି। ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ 1969 ମସିହାରେ ପଦ୍ମଭୂଷଣ ଏବଂ 1971 ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ। ତେବେ ଦୁଃଖର ବିଷୟ ଏହା ଯେ 1972 ମସିହା ଆଜିର ଦିନରେ ସେ ମୃତ୍ୟୁବରଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।